ପ୍ରେମ ହେଉଛି ସତ୍ୟ ଶାଶ୍ୱତ ଚିରନ୍ତନ। ଏହି ପ୍ରେମ ପାଇଁ ଭଗବାନ ବି ବାଦ୍ ପଡ଼ିନାହାନ୍ତି। କେତେବେଳେ ତ ଆମେ ଭାଇ ଭଉଣୀକୁ ଭଲ ପାଉଛେ, କେତେବେଳେ ମା ବାପାକୁ ଭଲ ପାଉଛେ। ଯେତେବେଳେ ପ୍ରେମିକ ପ୍ରେମିକାର କଥା ଆସେ, ଲୋକମାନେ କାହିଁକି ଘୃଣା ଚକ୍ଷୁରେ ଦେଖନ୍ତି, କାହିଁକି ସେମାନଙ୍କୁ ନିଜ ବୋଲି ଭାବନ୍ତି। ଆମର ହୃଦୟର କଥା ଯଦି ଆମେ ଅନ୍ୟ ଜଣକୁ କହୁ, ତାହେଲେ କୁହନ୍ତି ଲୋକେ ସେ ପାଗଳ ହେଇଯାଇଛି। ଜଣେ ପ୍ରେମିକ ପ୍ରେମରେ ପଡ଼ି ଜଣେ ପ୍ରେମିକା ରାତି ରାତି ସ୍ୱପ୍ନ ଦେଖେ, ରାତି ରାତି ଜାଗର ଜାଳେ, ଭଗବାନଙ୍କ ପାଖରେ ଯାଇ ମାନସିକ କରେ, ତା'ର ଟିକେ ଝଲକ ଦେଖିବା ପାଇଁ ସେ ତାକୁ ଅପେକ୍ଷା କରି ଚାହିଁ ରହିଥାଏ। ସମସ୍ତଙ୍କର ଭାଗ୍ୟରେ ସଚ୍ଚା ପ୍ରେମୀ ସଚ୍ଚା ପ୍ରେମିକା ମିଳନ୍ତି ନାହିଁ। ଏପରି ଭାଗ୍ୟ ଯାହାର ଥିବ ଭାଇ, ତାହାକୁ ହିଁ ସଚ୍ଚା ପ୍ରେମିକ ପ୍ରେମିକା ମିଳିବ। ଯିଏ ଯାର ହୃଦୟକୁ ଭଲ ପାଏ, ସେ ହିଁ ତାକୁ ପ୍ରେମ କରେ। ଦିନେ ଭଲ ପାଇବ, ଆଉ ଦିନ ଧୋକା ଦେବ। ସେଇଟା କେବେ ପ୍ରେମ ନୁହେଁ, ସେଇଟା ଗୋଟିଏ ଟାଇମ୍ ପାସ୍। ସେଇଟା ହେବା ଉଚିତ ନୁହଁ, କେବେ ବି ନୁହଁ। ଆମର ଯେଉଁ ପ୍ରେମିକ ପ୍ରେମିକା ମାନେ ଭଲ ପାଆନ୍ତି, ଭଲ ପାଇ ବସନ୍ତି, ଆଉ ସେମାନଙ୍କୁ ବିଚ୍ଛେଦ କରିବା ପାଇଁ ମା ବାପାଙ୍କର ପ୍ରଥମ ହାତ ଥାଏ, ଲୋକଙ୍କର ପ୍ରଥମ ହାତ ଥାଏ, ଆମ ନିଜ ଲୋକଙ୍କର। ସେମାନେ ହିଁ ପ୍ରେମିକ ପ୍ରେମିକାର ବିଚ୍ଛେଦର କାରଣ ହେଇଥାନ୍ତି। ସେମାନେ ହିଁ ଘୃଣା ଚକ୍ଷୁରେ ଦେଖନ୍ତି, ତ ଅନ୍ୟ ଲୋକମାନେ କାହିଁକି ଦେଖିବେ ନାହିଁ। ତେଣୁକରି ପ୍ରେମକୁ ଆମେ ଭଲ ପାଇବା। ଯଦି ସେମାନେ ଅବାଟରେ ଯାଉଛନ୍ତି, ତାହେଲେ ବି ମା ବାପା ଦାୟୀ, ନିଜ ଲୋକମାନେ ଦାୟୀ। ପୁଅ ଝିଅ ତ ଏମିତି ବି ଭୁଲ କରନ୍ତି। ସେମାନଙ୍କର ଭୁଲକୁ କିପରି ସୁଧାରିବା ଓ ସେମାନଙ୍କ ପ୍ରେମକୁ କିପରି ଆମେ ସମର୍ଥନ କରିବା, ତାହା ଆମେ ଜାଣିବା ଆବଶ୍ୟକ। ଯେତେବେଳେ ସେମାନେ ଭଲ ପାଇବାରେ ଅସଫଳ ହୁଅନ୍ତି, ତେବେ ଯାଇକରି ସେମାନେ ଖରାପ ନିଷ୍ପତ୍ତି ନେଇଥାନ୍ତି। ଜୟ ଜଗନ୍ନାଥ, ଜୟ ମା ମାଣିକେଶ୍ୱରୀ।